ପାଠ ପଢ଼ୁଛନ୍ତି ବିଦ୍ୟାଳୟ ଅଛି ତିରୋଟା ଭାଇ ଆସୁଛନ୍ତି ଯୋଉଟା ବୁଝିଲା ପର୍ଯ୍ୟନ୍ତ ଛିଡ଼ା ହେଇ ପଚାର ବର୍ତ୍ତମାନ ଛିଡ଼ା ହେଇ ପଚାର ଆର ବର୍ଷ ଦଶମ ପରୀକ୍ଷା ଅଛି ବୁଝିଲ ଏବେ କ'ଣ ମନେ ରହିବ ତ ଆଉ ସବୁବେଳେ ସାଇକେଲରେ ଘରୁ ବାହାରିଲା ବେଳେ ଓ ନମ ଭଗବତେ ବାସୁଦେବା ଓ ନମ ଭଗବତେ ବାସୁଦେବା ମନାମଣି ତିନି ଥର ଜପ ଯୁଆଡ଼େ ଯାଉଛ ବନ୍ଧୁମାନେ କି ଯୁଆଡ଼େ ଯାଉଛ ସେଇ ଭଗବାନଙ୍କୁ ଟିକେ ଜପ କର ବିପଦ ଆସିବନି କଟିଯିବ ସବୁବେଳେ ଓ ନମ ଭଗବତେ ବାସୁଦେବା ଜପ କର ସେଇଟା ହେଉଛି ଦ୍ୱାଦଶ ମନ୍ତ୍ର ମୁଁ କହିଦେଇଛି ସେଇଟା ଭକ୍ତ ପ୍ରହ୍ଲାଦ ଜପିଥିଲେ ଦୁର୍ବଳ ଜପିଥିଲେ ଶୁଣାଗଲେ ଆଉ ଗୋଟେ ପିଲାମାନେ କଥା ମନେ ରଖିଲା ତମେ ଯେଉଁ ଗାଧଉଛ 9ଟା ବେଳ ଯେଉଁଦିନ ଜ୍ୱର ହେଇକି ନଗାଇତ ବଡ଼ ଭାତ ଖାଇଦେବ ସବୁଦିନେ ସୂର୍ଯ୍ୟଙ୍କୁ ଟିକେ ପ୍ରଣାମ କର ପୂର୍ବ ମୁଖା ହେଇକି ପ୍ରଣାମଟା ଏମିତି କରିବ ଆଗ ଚଉଡ଼ା ଆଗରେ ଛିଡ଼ା ହେବ ତୁଳସୀ ଆଗରେ ଆଗ ମା ତୁଳସୀ ଟିକେ ପ୍ରଣାମ କରିବ ତୁଳସୀ ଦେବୀ ମା କହିକିରି ମନେ ମନେ ପ୍ରଣାମ ଟିକେ କରିବ ମୁଣ୍ଡ ନଇଁବ ଏଠିକି ଗଲା ହାତ ଏଠିକି ଗଲା ତୁଳସୀ ନମସ୍କାର ସରିଲା ତାପରେ ସୂର୍ଯ୍ୟଙ୍କୁ ପ୍ରଣାମ କରିବା ସୂର୍ଯ୍ୟଙ୍କୁ ଏଇଠୁ ଆରମ୍ଭ ହେଲା ଉପରକୁ ଅନେକ ଟିକେ ସୂର୍ଯ୍ୟଙ୍କୁ ଅନେକ ଅଧା ଆଖି ବୁଝିକି ଟିକେ ଶୁଣନ୍ତୁ ସୂର୍ଯ୍ୟ ନମସ୍କାରଟା ଶୁଣନ୍ତୁ ଭଲ କାମରେ ଆସିବ ଜୀବନରେ ସୂର୍ଯ୍ୟଙ୍କୁ ଟିକେ ଉପରକୁ ଅନେଇଲେ ଅନେଇଲା ପରେ ଏଇଠୁ ଆରମ୍ଭ ହେଲା ପ୍ରଣାମ ତାପରେ ଦ୍ୱିତୀୟ ପ୍ରଣାମ ସବୁଠାଇ ଭଗବାନ ପାଖରେ ହାତ ଛାଡ଼ିଦିଅ ଦିନ ଦ୍ରୌପଦୀ ବିପଦରେ ପଡ଼ିକି ହାତଟା ଛାଡ଼ିଦେଲା ଆଗ ନିଜେ ସମସ୍ତଙ୍କୁ ଡାକିଲା ସଭାରେ କେହି ଶୁଣିଲେନି ଶେଷରେ ନିଜେ ବି ଦୁଃଶାସନ ସହିତ ଫାଇଟିଂ କରିଛି ନିଜକୁ ରକ୍ଷା କରିବା ପାଇଁ ଆଉ ଉପାୟ ପାଇଲାନି ଛାଡ଼ିଦେଲା ହାତ ଟେକିଦେଲା ଉପରକୁ ଆସିଗଲା ସହସ୍ର କୋଟି କୋଟି ବର୍ଷ ଦୁଃଶାସନ ଭିଡ଼ି ପାଇଲାନି ତେଣୁ ତମେ ନିଜକୁ ନିଜେ ଏତେ ଗର୍ବ କର ନାହିଁ ତମକୁ ଯିଏ ସୃଷ୍ଟିକି ପଠେଇଛି ତାକୁ ସବୁବେଳେ ତମେ ନିଜ ଶରୀରଟାକୁ ସମର୍ପଣ କରିଦିଅ ତମେ ବହୁତ ଉତ୍ତମ ମଣିଷ ହବ ଭଗବାନଙ୍କୁ ଏତେ ଖାମଖିଆଲ ହେବା ନା ରାସ୍ତାରେ ଆସୁଛ ଦେଖନ୍ତୁ ବହୁତ ପିଲା ଆସୁଛନ୍ତି ରାସ୍ତାରେ ଜଣେ ଗୁରୁଜନ ପାସ୍ କରୁଥିବ ତା ସାଇଡ୍ ମାରିକି ଆସିବ ନହେଲେ ଇଆଡ଼େ ମୁହଁ କରି ଆସିବେ ଆଉ ଜଣେ ହାତରେ କରିବେ ଗୋଟେ ହାତ କିନ୍ତୁ ମୁଁ ଆଜି ଗୋଟେ କଥା କହୁଛି ସେଇଟା ମନେ ରଖ ଗୁରୁଜନ ଜଣେ ଆସୁଛନ୍ତି ତମେ ମୁହଁଟା ଆପଟ ସେପଟ କରନ୍ତି କି ତାଙ୍କୁ ସାଇଡ୍ ମାରନ୍ତି ନାହିଁ କିନ୍ତୁ ହାତ ଛାଡ଼ିବା ଦରକାର ନାହିଁ ହାଣ୍ଡଲ ଗାଡ଼ି ଚଲାଉଛ କି ସାଇକେଲ ଚଲାଉଛ ଯାହା ଚଲା ଖାଲି ମୁଣ୍ଡଟା ନୁହଁ ଜଣେ ଆସୁଛନ୍ତି ଗୁରୁଜନ ଦେଖିଲେଣି ବହେ ଦୂରରୁ ହାଣ୍ଡଲ ଧରିବ ଛାଡ଼ିବନି ଖାଲି ମୁଣ୍ଡଟା ନୁହଁ ସେ ନିଶ୍ଚିନ୍ତ ତମକୁ ଆଶୀର୍ବାଦ କରିବ ଆମେ ଯେତେ ଧନୀ ଘର ଛୁଆ ହେଇତା ଯେତେ ପାଠ ପଢ଼ିବା ହିନ୍ଦୀ ଇଂଲିଶ ପାଠ ପଢ଼ିଲେ ଆମ ଜୀବନଟା କେବେ ଉନ୍ନତ ହେଇପାରିବନି ଯଦି ଆମ ପିତାମାତାର ଆଶୀର୍ବାଦ ରହିବ ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ରହିବ ତାହେଲେ ଆମ ଜୀବନଟା ଉନ୍ନତ ହେବ ମନେ ରଖିବା ଏକରେ ଗୁରୁ ଗୁରୁଜନଙ୍କୁ କେଉଁଠି ଅପମାନ କରନ୍ତୁନି ହାଣ୍ଡଲ ଛାଡ଼ିବନି କି ସାଇକେଲ ହାତ ଛାଡ଼ିବନି ଖାଲି ମୁଣ୍ଡଟା ନଇଁଦେବ ତାପରେ ରାସ୍ତାରେ ଆସିଲା ବେଳେ ଦେଖିବ ଦେବ ମନ୍ଦିର ପଡ଼ିବ ଗୋଟେ ଗୋଟେ ଜାଗାରେ ତାରିଣୀ ଅଛନ୍ତି ମଙ୍ଗଳା ଅଛନ୍ତି ସେଠି ବି ମୁଣ୍ଡଟା ନଇଁଦେବ ଯଦି ତୁମର ଟିକେ ଭକ୍ତି ଅଛି ଆଜିକାଲି ସମୟଟା ଆପଣ ଛିଡ଼ା ହେଇକି ବ୍ୟବହାର ହେବା ପାଇଁ ଯଦି ତୁମର ଟିକେ ଭକ୍ତି ଅଛି ଆଗେ ଟିକେ ମୁଣ୍ଡଟା ନଇଁଦେଲେ କ'ଣ ସେ ଜାଣିବେ ନାହିଁ ନିଶ୍ଚିତ ଜାଣିବେ କର୍ମ ହେଉଛି ବଡ଼ ଏ କଥାଟା ଆମେ କହୁନୁ ଭଗବାନ ନିଜେ ଶ୍ରୀକୃଷ୍ଣ ଗୀତାରେ ଲେଖି ଦେଇଛନ୍ତି କର୍ମ ହେଉଛି ତୋର ବଡ଼ ତୁ ନିଜ କର୍ମ ତମର କର୍ମ ହେଲା ପାଠ ପଢ଼ିବା ପ୍ରଥମ ଷ୍ଟେଜ୍ ମୁଁ କହିଛି ପାଠ ଶିକ୍ଷା ଅର୍ଜନ କରିବା କର୍ମଠୁ ଆଉ ବଡ଼ ଜିନିଷ ଦୁନିଆରେ ନାହିଁ ପିଲେ ମନେ ରଖିଥାନ୍ତୁ କିନ୍ତୁ ଗୁରୁଜନମାନଙ୍କୁ ଅପମାନିତ କରନ୍ତୁ ନାହିଁ ପିତାମାତାକୁ ଅପମାନିତ କରନ୍ତୁ ନାହିଁ ଏମାନଙ୍କ ଅଭିଶାପରେ ଏମାନଙ୍କ ଅଶାନ୍ତିରେ ତମ ଜୀବନଟା ଛାରଖାର ହେଇଯିବ ଆଉ ଯଦି ମୋ ଜୀବନୀ କଥା ତମେ ଶୁଣିବ ବହୁତ କିଛି ଉପଦେଶ ଶିଖିପାରିବ ମୁଁ ଜଣେ ଲେବରର ପୁଅ ଥିଲି ଆମର ଏବେ ବି ନୟାବତୀ ଜାଗାରେ ଘର ଖଣ୍ଡେ କିନ୍ତୁ ମୁଁ ଯଦି ଆଗେଇଛି କେବଳ ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଏ ଛୁଆବେଳେ ସମସ୍ତେ ଯେତେ ଉଚ୍ଚ କୋଟିର ଲୋକମାନେ ଅଛନ୍ତି ଆମ ଗଞ୍ଜାମ ବ୍ଲକରେ ସମସ୍ତେ ମୋତେ ଭଲ ପାଆନ୍ତି ବୁଝିପାରୁଛ କଥାଟା ସମସ୍ତେ ମୋତେ ଆଦର କରନ୍ତି ମୁଁ ଛୁଆବେଳ ଗୁରୁ ଗୁରୁଜନଙ୍କୁ ସମ୍ମାନ ଦେଉଥିଲି ତାଙ୍କ ପାଇଁ ଆଜି ମୁଁ ଓଡ଼ିଶା ଭାରତରେ ଜଣେ ସମ୍ମାନିତ ଲୋକ ହେଇଗଲି କିନ୍ତୁ ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ଦେବା ଦରକାର ଖାଲି ହିନ୍ଦୀ ଇଂଲିଶ ଗଣିତ ପାଠ ପଢ଼ିଲେ ସେଇଟା ରେଜଲ୍ଟଟା ଭଲ ହେବ ନାହିଁ ଯଦି ପିତାମାତା ଗୁରୁ ଗୁରୁଜନଙ୍କ ଆଶୀର୍ବାଦଟା ନ ଆସିଲା ତମଠି କିଛି ଅଙ୍ଗାର ହେଇଯିବ ଜୀବନ ବୁଝିଲେ କି ଗୁରୁଙ୍କ ଅଶାନ୍ତି କହିଲେ ପୁରା ନର୍କ ହେଇଯିବ ଗୁରୁ ହେଉଛନ୍ତି ଜଗତରେ ମହାନ ଏଇ ଜିନିଷଟା ମନେ ରଖନ୍ତୁ କିନ୍ତୁ ପିତାମାତା ଅଶାନ୍ତି ପଡ଼ିଗଲେ
ତମ ଜୀବନଟା ନଷ୍ଟ ହେବ। କୌଣସି ପିତାମାତାକୁ ଅଶାନ୍ତି କରନ୍ତୁ ନାହିଁ, ବୁଝିଲେ କି? ମୁଁ ତମକୁ ମନା କରିକି ଯାଉଛି। କାହିଁକି ମୁଁ ତମ ପାଖକୁ ଆସିଛି? ତମକୁ ଭଲ ପାଇବ ବୋଲି ଆସିକି ବୁଝେଇ ଦେବି। ଥରେ ଆସିବି, ବର୍ଷ ଥରେ ହେଇଛି, ଆର ବର୍ଷ ଥରେ ଆସିବି, କିନ୍ତୁ ମୁଁ ଯାହା କହିବି ମନ ଦେଇ ଶୁଣ, ବୁଝିଲେ କି? ଏବେ ମୋ ଜୀବନ କଥା ଶୁଣିବାକୁ ଚାହୁଁଛ ତ? ଭିଡ଼ିଓଟା ବନ୍ଦ କର, ଆଉ